ମଦରେ ମୋହନ ମାଝି ପଇସା ପାଉଛି ଆଉ ଏ ପାନ ଗୋଟକାରେ କଣ ପଇସା ପାଉଛି? ଏଇ ଯୋଗେ ପାନ ଗୋଟକା ସବୁ ବନ୍ଦ। ଭଲ ପଇସା ଇନକମ ଏଠି ନବୀନ ଯୋଉଠି ବନ୍ଦ କରିଥିଲା ହେରା ଖୋଲି ଦେଇକି ବଇଛି ମୋହନ ମାଝି। ଖାଲି ନବୀନ କାମରେ ଖାଲି ନାଁ ନଉଛି ଆଉ କିଛି କାମ ନାହିଁ ଯାର। ନଷ୍ଟ ହଉଛନ୍ତି ଛୁଆ ମାନେ ସେଗୁରା ବନ୍ଦ କରିବା କଥା ନା। ଗୋଟକା ପାନ ବନ୍ଦ କରିଦେଲେ କଣ ହେଇଯିବ? ବାଉଣ୍ଡ ସୁକର ମଦ ଗଞ୍ଜେଇ ପାଉଡର ଏଗୁରା କାଇଁ ବନ୍ଦ କରୁନାହାନ୍ତି? ଘର ସବୁବେଳେ ଅଶାନ୍ତି, ବାଡିଆ ଫୁଟା, ବାପ ପୁଅରେ ହଣା ମରା, ମା ପୁଅରେ ବାଡିଆ ବାଡି, ମା କୁ ମାରି ଦଉଛନ୍ତି। ଏଇଟା କରୁଛନ୍ତି। ଏଇଟା ସରକାର ସବୁ ବନ୍ଦ କରୁଛି। ମଦ କାଇଁ ବନ୍ଦ କରୁନାହିଁ କି? ଆଉ ଏଇଟା ତ ପାନ ଗୁଟୁକାଟା ସାମାନ୍ୟ ଜିନିଷ। ଡକ୍ସ ଆଉ ମଦ ଆଉ ଏଗୁରାକ ବନ୍ଦ କରିପାରୁନାହିଁ ସରକାର। ସବୁ ବନ୍ଦ କରୁଛନ୍ତି, ଏଇଟା ବନ୍ଦ କରିପାରୁନାହାନ୍ତି। ସରକାର କହୁଛନ୍ତି ପାନ ଗୁଟକାରେ ମାଉଥ କ୍ୟାନ୍ସର ହେଉଛି, ସେଇଥିପାଇଁ ପାନ ଗୁଟକା ବନ୍ଦ କରାଗଲା। ଆଜ୍ଞା, ଆପଣ ପାନ ଗୁଟକାରେ ମାଉଥ କ୍ୟାନ୍ସର ହେଉଛି ସେ କଥା ଚିନ୍ତା କଲେ, କିନ୍ତୁ ମଦ ଦ୍ୱାରା କ'ଣ କ୍ଷତି ହେଉଛି ସେଗୁଡ଼ା ଜାଣିନାହାନ୍ତି ପ୍ରାୟ। ଏଇ ମଦ ପିଇ ଗୋଟିଏ ମାଆର ପୁଅ, ଭେଣ୍ଡିଆ ପୁଅଟେ ଆକ୍ସିଡେଣ୍ଟରେ ମରିଯାଉଛି। ଗୋଟିଏ ସ୍ତ୍ରୀର ସ୍ୱାମୀ ମରିଯାଉଛି। ଆଜ୍ଞା, ଛୋଟ ଛୋଟ ପିଲାର ବାପା ମରିଯାଉଛି। ଆଉ ବୁଢ଼ା ବୁଢ଼ୀର ଆଶ୍ରା ଯିଏ, ତାର ପୁଅ, ଭେଣ୍ଡିଆ ପୁଅ ମଦ ଖାଇ ଗାଡ଼ି ଆକ୍ସିଡେଣ୍ଟ କରି ସେ ମରିଯାଉଛି। ଆଜ୍ଞା, এইটা ଥରେ ଡିପଲି ଚିନ୍ତା କରନ୍ତୁ। ଆଜ୍ଞା, ତାହେଲେ ଆପଣମାନେ ଚିନ୍ତା କରନ୍ତୁ, ପ୍ରଥମେ ପାନ ଗୁଟକା ତମ୍ବାକୁ ବନ୍ଦ କରିବା ଉଚିତ ନା ମଦ ବନ୍ଦ କରିବା ଉଚିତ? এই ଯେଉଁ ସରକାରଙ୍କ ଦ୍ୱାରା ପାନ ଗୁଟକା ତମ୍ବାକୁ ଏସବୁ ବନ୍ଦ କରାଗଲା, ଏହାକୁ ଆମେ ବିରୋଧ କରୁନୁ। ଆଜ୍ଞା, এইটা ଏକ ସରକାରଙ୍କ ଦ୍ୱାରା ସୁନ୍ଦର ପଦକ୍ଷେପ ନେଇଛନ୍ତି ସରକାର। କିନ୍ତୁ ଆମର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଟଗରା, ରତେଇ, ନୂଆଗାଁ, ଚୌମୁକ ଏଇସବୁ ଆହୁରି ଗୁଡ଼ାଏ ଗାଁ ଅଛି। ଏମାନେ କେବଳ ପାନ ବ୍ୟବସାୟ ଉପରେ ନିର୍ଭର କରନ୍ତି। ପାନ ବ୍ୟବସାୟ କରି ଏମାନେ ନିଜର ଘର ବା ପେଟ ପୋଷନ୍ତି। ତାହେଲେ ସରକାର ଏମାନଙ୍କ ପାଇଁ କ'ଣ ଚିନ୍ତା କଲେ? ଆପଣ ତ ପାନ ବନ୍ଦ କରିଦେଲେ, କିନ୍ତୁ ଏଇ ଯେଉଁ ପାନ ବ୍ୟବସାୟୀ ମାନେ ଏମାନେ କ'ଣ କରିବେ? ସରକାର ତାଙ୍କ ପାଇଁ କିଛି ଚିନ୍ତା କରିଛନ୍ତି ନା ନାହିଁ? এই ଭିଡ଼ିଓ ମାଧ୍ୟମରେ ସରକାରଙ୍କୁ ମୋର ଅନୁରୋଧ, ଏଇ ଯେଉଁ ଲୋକମାନେ ଯେଉଁ ତାଙ୍କ ପେଟ ପୋଷୁଥିଲେ ପାନ ବ୍ୟବସାୟ କରି, ସେମାନଙ୍କ ପାଇଁ କିଛି ଚିନ୍ତା କରନ୍ତୁ, ନହେଲେ ସେମାନେ ମରିଯିବେ ଯେ।